ଆମର ବାଟପଲ୍ଲୀ ମଣ୍ଡିରେ ଯେଉଁ ଅବ୍ୟବସ୍ଥା ହେଉଛି ଚାଷୀ ହଇରାଣ ଦାଲା ମାଲାମାଲ ଲେମ୍ପ ଏବଂ ଦାଲାଲର ମଧୁଚନ୍ଦ୍ରିକାରେ ଆମର 11 ନମ୍ବର କିମ୍ବା ବାଟପଲ୍ଲୀ ମଣ୍ଡି ଚାଲିଛି। ଯେହେତୁ 14 ତାରିଖର ଧାନ 28 ତାରିଖକୁ ଯାଉଛି, 17 ତାରିଖର ଧାନ 28 ତାରିଖକୁ ଯାଉଛି। ଚାଷୀମାନେ ଗଣ୍ଡଗୋଳ କଲା ପରେ ଯାଇକରି 17 ଧାନ 28ରେ ବିକା ହେଉଛି, 14 ଧାନ ବି 28ରେ ବିକା ହେଉଛି। ସେଟା ପାଇଁ ଆମର ଗଭର୍ଣ୍ଣମେଣ୍ଟ ଯଦି ଟିକେ ଚାଷୀମାନଙ୍କୁ ସେବା କରିଥାନ୍ତେ, କ'ଣ ପାଇଁ ଦଲାଲ ମାନର ଆଗରେ ହେଉଛି ଆହୁରି ଆମର ଚାଷୀର ପଛେ ହେଉଛି, ସେଟା ସରକାର ଯଦି ଟିକେ ତଦାରଖ କରିଥାନ୍ତେ ଭଲ ହୁଅନ୍ତା। ଆମ ଚାଷୀ ଟିକେ ଉପକୃତ ହେଉଛନ୍ତି। ଯେହେତୁ ଆମର ବର୍ଷକୁ ଗୋଟେ ଥର ଚାଷ ହେଉଛି, ଯେହେତୁ ଆମର ଏ ଅଞ୍ଚଳରେ ପାଣି ନାହିଁ। ଆମର ପଞ୍ଚାୟତରେ ବୋଲେ କେନ୍ଦୁଗୁଡ଼ା ଦାନିଗୁଡ଼ା 2ଟା ରେଭିନ୍ୟୁରେ ପାଣି ଅଛି, ଆହୁରି ଆମର 10ଟା 12ଟା ରେଭିନ୍ୟୁରେ ପାଣି ନାହିଁ। ବର୍ଷା ଚାଷ ଉପରେ ନିର୍ଭର କରୁଛନ୍ତି ଲୋକ। ସେଟା ପାଇଁ ଆମର ଚାଷୀମାନଙ୍କର ଧାନ ବିକ୍ରି ହେଇପାରୁନାହିଁ। ଆମର ଲେମ୍ପ ଯେଉଁ ଅଛି, ଲେମ୍ପ ଆହୁରି ଦଲାଲର ମଧୁଚନ୍ଦ୍ରିକାରେ ଆମର ବାଟପଲ୍ଲୀ ମଣ୍ଡି ଚାଲିଛି। ସେଟା ପାଇଁ ମୁଁ ବହୁତ ଦୁଃଖିତ। ସରକାର ଟିକେ ପଦକ୍ଷେପ ନେଲେ ଭଲ ହୋଇଥାନ୍ତା। ଧାନ ବିକି ନ ପାରଲୁନି, ଟୋକେନ୍ ମିଲବାଟା ମିଶା ଡେରିରେ 17 ତାରିଖ ଟୋକେନ୍, ଏବେ 28 ତାରିଖରେ ଦିଆ ହେଲା। ସେଟା ବି କାଲି ଝଗଡ଼ା କରିକରି ଆଗା ଧାନ ଚାଷ କଲୁଣି। ଏବେ 6 ମାସ ଚାଷ କରିକରି ସେମିତି ନେବା ପାଇଁ ବି ଅସୁବିଧା। ଦଲାଲ ଆରି ଲେମ୍ପ ବାଲା ମିଶିକିନା ଖାଲି ଦଲାଲ ମନକେ ଆକା ପାଷ୍ଟୁ ଚାଷୀ ବାଲା ମନକେ ଲାଷ୍ଟୁ ଆଗ କଲାନି। ଗାଲେ ବି ଆଜି ହବ ନାଇଁ କାଲିକେ ତମର କାଲିକି ନାଇଁ ଆଉ ଗୋଟେ ମାଣ୍ଡିରେ ଏମିତି ଦଲାଲ ମନ ସବୁ ଦଲାଲ ମନର ଲାଗି ଆମର ଚାଷୀ ବାଲା ମନ। ମାଲକାନଗିରି ଜିଲ୍ଲା ଲାଗି ଆମର 2ଟା ଫେଜ୍ରେ 8,66,000 କ୍ୱିଣ୍ଟାଲ ଧାନ ଟାର୍ଗେଟ ସରକାରଙ୍କ ତରଫରୁ ଆସିଅଛି। ଆଉ ଏଥିରୁ ପ୍ରାୟ 7,48,000 ଧାନ ଚାଷୀଙ୍କ ଠାରୁ କିଣା ସରିଲାଣି। ଆଉ ସେମାନଙ୍କ ମଧ୍ୟରୁ ଚାଷୀମାନଙ୍କୁ ପ୍ରାୟ 148 କୋଟି ଟଙ୍କାର ପେମେଣ୍ଟ ବି ଚାଷୀ ପାଇସାରିଲେଣି। ବର୍ତ୍ତମାନ ଧାନ ସୁରୁଖୁରୁରେ କିଣା ଚାଲିଛି। ଆମର ଏଇ 1 ମାସ ମାଧ୍ୟମରେ ଆମର 7,48,000 ଧାନ କିଣା ସରିଛି। ଆହୁରି ସମୟ ଅଛି, ଯାହା ଅଛି ଟୋକନ୍ ଯାହା ଅଛି ସମୟ ଭିତରେ ଆମେ ଧାନ କିଣା ସରିଯିବ ସୁରୁଖୁରୁରେ। ମଣ୍ଡିରେ ଆମର ମଣ୍ଡି ପରିଚାଳନା କରିବା ପାଇଁ ପ୍ରତି ମଣ୍ଡିରେ ମଣ୍ଡି ନୋଡାଲ ଅଫିସର ଅଛନ୍ତି, ମଣ୍ଡି ସୁପରଭାଇଜର ଅଛନ୍ତି, ନିଯୁକ୍ତି ହୋଇଛନ୍ତି। ତା ସହିତ ମଣ୍ଡିକୁ ତଦାରଖ କରିବା ପାଇଁ CCTV କ୍ୟାମେରା ବ୍ୟବସ୍ଥା ରହିଛି, ତା ମାଧ୍ୟମରେ ତଦାରଖ କରିହେଉଛି। ଆ ବାଦ୍ ଯଦି କୌଣସି ଜାଗାରେ କୌଣସି ଅଭିଯୋଗ ଆସେ ତାହେଲେ ପଦକ୍ଷେପ ନିଆଯିବ। ଦଲାଲ ଆସିବାରେ କାହିଁ ଅଭିଯୋଗ ଆମ ପାଖକୁ ଆସିନି। ଯଦି ସେମିତି ଅଭିଯୋଗ ଆସେ ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।